Hello everyone, welcome to IQ classes. ଆଜି ଆମେ ଜାତୀୟ ପଞ୍ଚାୟତ ରାଜ ଦିବସ ଉପରେ ଏକ ସରଳ ଏବଂ ସହଜ ଅଭିଭାଷଣଟିଏ ଦେଖିବା। ତେବେ ଚାଲନ୍ତୁ ଡେରି ନକରି ଭିଡ଼ିଓଟିକୁ ଆରମ୍ଭ କରିବା। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମାବୃନ୍ଦ, ମଞ୍ଚାସୀନା ଅତିଥିଗଣ ଏବଂ ମୋର ଛୋଟ ବଡ଼ ଭାଇ ଓ ଭଉଣୀ, ଆଜି ହେଉଛି ଏପ୍ରିଲ ମାସ 24 ତାରିଖ, ଯେଉଁ ଦିନକୁ ସମଗ୍ର ଭାରତବର୍ଷରେ ଜାତୀୟ ପଞ୍ଚାୟତି ରାଜ ଦିବସ ରୂପେ ପାଳନ କରାଯାଏ। ସର୍ବପ୍ରଥମେ ଜାଣିବା ପଞ୍ଚାୟତ ରାଜ ଦିବସ କ'ଣ? ପଞ୍ଚାୟତ ରାଜ ହେଉଛି ଏକ ତ୍ରିସ୍ତରୀୟ ଶାସନ ବ୍ୟବସ୍ଥା, ଯାହା ବଲବନ ରାୟ ମେହେଟା କମିଟି ଦ୍ୱାରା 1957 ମସିହାରେ ପ୍ରସ୍ତୁତ କରାଯାଇଥିଲା ଏବଂ ଅକ୍ଟୋବର ମାସ 2 ତାରିଖ 1959 ମସିହାରେ ରାଜସ୍ଥାନର ନାଗର ଜିଲ୍ଲାରେ ସର୍ବପ୍ରଥମେ ପ୍ରଚଳନ କରାଯାଇଥିଲା। ମାତ୍ର ତାହା ସମସ୍ତ ଜିଲ୍ଲାରେ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇନଥିଲା, ତେଣୁ ସେଥିରେ 1992 ମସିହାରେ 73ତମ ସାମ୍ବିଧାନିକ ସଂଶୋଧନ କରାଯାଇ ଦେଶର ପ୍ରତିଟି ରାଜ୍ୟରେ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଗଲା। ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତି ରାଜ ବ୍ୟବସ୍ଥା 1961 ମସିହାରେ ଲାଗୁ କରାଯାଇଥିଲା। 2010 ମସିହା ଠାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଦ୍ୱାରା ଏପ୍ରିଲ 24 ତାରିଖକୁ ପଞ୍ଚାୟତ ରାଜ ଦିବସ ରୂପେ ପାଳନ କରିବାକୁ ଆହ୍ୱାନ ଦେଇଥିଲେ। ସେବେଠାରୁ ପ୍ରତିବର୍ଷ ଏପ୍ରିଲ ମାସ 24 ତାରିଖକୁ ଜାତୀୟ ସ୍ତରରେ ପଞ୍ଚାୟତ ରାଜ ଦିବସ ରୂପେ ପାଳନ କରାଯାଏ। ପଞ୍ଚାୟତ ରାଜ ଦିବସ କେବଳ ଏକ ଆଇନିକ ଅଭିଧାନ ନୁହେଁ। ମହାତ୍ମା ଗାନ୍ଧୀ କହିଥିଲେ ଯେ ଭାରତର ଆତ୍ମା ଗ୍ରାମାଞ୍ଚଳରେ ହିଁ ରହିଛି। ସେ ଚାହୁଁଥିଲେ ଯେ ପ୍ରତ୍ୟେକ ଗ୍ରାମ ନିଜ ନିଜ ଅଧୀନରେ ସ୍ୱୟଂଶାସିତ ହେବା ଉଚିତ। ଦେଶର ଉନ୍ନତି କେବଳ ଗ୍ରାମର ବିକାଶ ହେଲେ ଯାଇ ସମ୍ଭବ। ତେଣୁ ସେ ପଞ୍ଚାୟତି ରାଜ ବ୍ୟବସ୍ଥାକୁ ସେ ଲୋକତନ୍ତ୍ରର ଆଧାର ବୋଲି ବିବେଚନା କରୁଥିଲେ। ପଞ୍ଚାୟତି ରାଜ ହେଉଛି ଗ୍ରାମ ଶାସନର ଏକ ପ୍ରାଚୀନ ଓ ଲୋକତାନ୍ତ୍ରିକ ରୂପ, ଯାହା ଲୋକଙ୍କୁ ନିଜ ସମସ୍ୟା ଓ ବିକାଶର ମାମଲାରେ ସିଧାସଳଖ ଅଂଶଗ୍ରହଣ କରିବାରେ ସୁଯୋଗ ପ୍ରଦାନ କରେ। ଏହା ବ୍ୟକ୍ତିବିଶେଷର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଅର୍ଥନୀତି ପାଇଁ ଏକ ମଜବୁତ ଆଧାର। ଆସନ୍ତୁ ଏହି ଦିବସରେ ଆମେ ପ୍ରତିଜ୍ଞା କରିବା କିପରି ଆମେ ପଞ୍ଚାୟତର ଶିକ୍ଷା, ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ପରିମଳର ସମସ୍ତ ଗୁରୁ ଦାୟିତ୍ୱକୁ ପରସ୍ପର କାନ୍ଧକୁ ମିଶାଇ ତାର ସମାଧାନର ସହସ୍ର ଦିଗ ଉନ୍ମୋଚନ କରିବା। ମୁଁ ଏତିକି କହି ମୋର ବକ୍ତବ୍ୟ ଏଠାରେ ବିରାମ ଦେଉଛି। ଜୟ ହିନ୍ଦ, ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତେବେ ନିଶ୍ଚିତ ଭାବରେ ସମସ୍ତେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବେ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିବା ପାଇଁ ଆଦୌ ବି ଭୁଲିବେ ନାହିଁ। ଥ୍ୟାଙ୍କ ୟୁ।